श्री जगन्नाथ भगवती सुभद्रा महारानी की जय। श्रील प्रभुपाद की जय। तो इस्कन रो सबुठु बिगेस्ट फेस्टिवल भितर गोटे है रथ यात्रा। आउ से रथ यात्रा एबे आसिक पहुंची। रथ यात्रा रे भगवान किपरि विशेष कृपा ही थाए सेटा तो आम मैंने जगन्नाथ विभिन्न लीला माध्यम जानी पारिबा। गोटे कारण आम जाने जगन्नाथ रूप कहीं परी सेटा आम शुणी कोठु जोटा स्कंद पुराण रे अछि। तमे ପଚାର ବିଷମ ତାକୁ ହିଁ ପଚାର। ହଁ 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 ନେଇଛି। ତ ଜଗନ୍ନାଥ କାହିଁ ଆସିଛନ୍ତି ସ୍କନ୍ଦ ପୁରାଣ ଇନ୍ଦ୍ରଦ୍ୟୁମ୍ନ ମହାରାଜଙ୍କର ସେ ଲୀଳା ଅଛି ଆମେ ଜାଣିଛେ। ଇନ୍ଦ୍ରଦ୍ୟୁମ୍ନ ମହାରାଜ ଏତେ ଉତ୍ସାହୀ ଥିଲେ ଭଗବାନଙ୍କୁ ଦେଖିବାକୁ ଯେ ଆମେ ଭଗବାନଙ୍କୁ ସେ ଦେଖିବାକୁ ଏତେ ଇଚ୍ଛା ଥିଲା ଯେ ତାଙ୍କର ସେ କହିଲେ ଯେ ଭଗବାନ ଚାହୁଁଛନ୍ତି ଏଇ ରୂପରେ ଦର୍ଶନ ଦେବାକୁ ତାଙ୍କୁ। ଭଗବାନ ପ୍ରଥମେ ନୀଳମାଧବ ରୂପରେ ଦର୍ଶନ ଦେଇଥାନ୍ତେ କିନ୍ତୁ ପରେ ଭଗବାନ ଜଗନ୍ନାଥଙ୍କ ରୂପରେ ଦର୍ଶନ ଦେଇଛନ୍ତି। ହଁ? ତ ଜଗନ୍ନାଥଙ୍କ ରୂପରେ ଏ ଯୋଉ ସ୍ପେଶାଲ ରୂପ ଟିକେ ବାହାରେ ଯାଇ ଗପ ଟିକେ ହରିବୋଲ। ହଁ ବନ୍ଦ କରିଦିଅ ବାହାର ଗପ ତମର ଯାହା ଅଛି। ତ ଜଗନ୍ନାଥଙ୍କ ରୂପ ରେ ଦର୍ଶନ ଦେଲା ବେଳୁ ଇନ୍ଦ୍ରଦ୍ୟୁମ୍ନ ମହାରାଜ ବହୁତ ଦୁଃଖ ପ୍ରକାଶ କରିଥିଲେ। ତାପରେ ସେ ପରେ ଜାଣିପାରିଲେ ଯେ ଏଇ ରୂପ ଶାଶ୍ୱତ ରୂପ, ଏଇଟା କୌଣସି ଇନକମ୍ପ୍ଲିଟ ରୂପ ନୁହଁ। ପିଲାମାନେ ଡ୍ରଇଂ କଲା ବେଳେ ଅଧା ଡ୍ରଇଂ କରିଦେଲେ ଇନକମ୍ପ୍ଲିଟ ମାର୍କ ମିଳିବ, କିନ୍ତୁ ଜଗନ୍ନାଥଙ୍କର ଏଇ ରୂପଟା କମ୍ପ୍ଲିଟ। କାରଣ ଜଗନ୍ନାଥଙ୍କର ଶରୀର ଚିନ୍ମୟ, ଭଗବାନ ଚିନ୍ମୟ ଅଟନ୍ତି। ଭଗବାନ ଯେକୌଣସି ରୂପ ଧାରଣ କରିବେ ତାହା ଦିବ୍ୟ ହବ। ତ କିଏ କହିପାରିବ ଇସ୍କନର ପ୍ରଥମ ବିଗ୍ରହ କଣ ଥିଲା? କଣ ଥିଲା ଇସ୍କନର? ଝରକାଟା ଖୋଲିଦିଅ। ପ୍ରଥମ ବିଗ୍ରହ କଣ ଥିଲା ଇସ୍କନର? ଜଗନ୍ନାଥ ବଳଭଦ୍ର ସୁଭଦ୍ରା ମାରାଣୀ। ତ ସେଇ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ମାରାଣୀ ଏବେ ଆସି ଇସ୍କନରେ ଯେତେବେଳେ ପହଞ୍ଚିଲେ ପ୍ରଥମେ, ତା ଲୀଳା ବିଷୟରେ ଆମେ ଟିକେ ଶୁଣିବା। ତ ଶୁଣିବା କଣ ସେଟା ଦେଖିବା ଅଭୟ ଚରଣ ସେଟା ଟିକେ ଦେଖେଇ ଦଉଛି ଯେହେତୁ ଆପଣମାନେ ବେଶୀ କରି ଜାଣିପାରିବେ ଭଲସେ। ତ ପ୍ରଭୁପାଦଙ୍କର କିଛି ଶିଷ୍ୟ ଥିଲେ ଯୋଉମାନେ ଆମେରିକା ଥିଲେ, ଆଉ ସେମାନେ ଯେତେବେଳେ ପ୍ରଥମ ଥର ପାଇଁ ଜଗନ୍ନାଥକୁ ପାଇଲେ ତ ସେମାନେ ଆକର୍ଷିତ ହେଇଗଲେ। କିନ୍ତୁ କିପରି ଆକର୍ଷିତ ହେଲେ ସେଟା କେହି ଜାଣିନାହାନ୍ତି। ମାନେ ଜଗନ୍ନାଥ କୃଷ୍ଣ ଇଜ ଅଲ୍ ଆଟ୍ରାକ୍ଟିଭ ଲାଗେ। ତ ଅଲ୍ ଆଟ୍ରାକ୍ଟିଭ କିପରି ଏଇଠୁ ଆମେ ଜାଣିପାରିବା।
ଦୁଇ ଜଣ ପ୍ରଭୁପାଦ ତିନି ଜଣ କପଲକୁ 1960 ମସିହା କେହି हरे कृष्ण प्रभु जी दंडवत प्रणाम। ଦଣ୍ଡବତ ପ୍ରଣାମ। ଏଟା ବହୁତ ସ୍ଲୋ ରହୁଛି। ପାରିବି ତାହା ଏପରି ଆନନ୍ଦ ଯାହା ଦିନକୁ ଦିନ ବଢ଼ି ଚାଲିଥାଏ। ସତ୍ୟ ତ ଏହା ଯେ ଏହିପରି ବାସ୍ତବିକ ସୁଖ ଏହି ସମ୍ପର୍କରେ ହିଁ ନିହିତ ଥାଏ, ଆଉ ଥରେ ତା ସହିତ ଯୋଡ଼ି ହେବା ପରେ ସ୍ୱାମୀ ମହାରାଜ, ଆପଣଙ୍କ ପାଇଁ ଗୋଟେ ଉପହାର ଆଣିଥିଲି। ଇଏ ତ ହେଉଛନ୍ତି ଜଗନ୍ନାଥ। ହଁ, ଇଏ ଆପଣଙ୍କୁ କୋଉଠୁ ମୁଁ ମିଳିଗଲେ? ଏହାକୁ କଷ୍ଟ ପ୍ଲସ୍ ଇମ୍ପୋର୍ଟ ଷ୍ଟୋରରୁ ଆଣିଛି। ସେଠାରେ ଅଲଗା ଅଲଗା ଦେଶର ସବୁ ପ୍ରକାର ଜିନିଷ ମିଳିଥାଏ। ସୁନ୍ଦର ଲାଗିଲା, ପିକଅପ୍ କରିକି ପକେଟରେ ଆଣିଦେଲି। ସ୍ୱାମୀ ମହାରାଜ ଆପଣ ବହୁତ ପ୍ରସନ୍ନ ଲାଗୁଛନ୍ତି। ପ୍ରକୃତରେ ଏହା କ'ଣ ଅଟେ? ଇଏ ଜଗତର ନାଥ ଜଗନ୍ନାଥ, ସମସ୍ତ ବ୍ରହ୍ମାଣ୍ଡର ଈଶ୍ୱର, ଏ ହିଁ କୃଷ୍ଣ ଅଟନ୍ତି। ତ ଦେଖିଲେ ନା, ପ୍ରଭୁପାଦ ଯେତେବେଳୁ ତାଙ୍କୁ ସାଙ୍ଗେ ସାଙ୍ଗେ ପାଇଲେ ତ ସାଙ୍ଗେ ସାଙ୍ଗେ ପ୍ରଣାମ କଲେ। ତ ଏହିପରି ମାନେ ଜଗନ୍ନାଥ ଯେତେବେଳୁ ନିଜେ ଆସିଛନ୍ତି ଇସ୍କନକୁ, ତ ପ୍ରଭୁପାଦ କହିଲେ ତାହେଲେ ତାଙ୍କୁ ଆମର ସ୍ଥାପନ କରିବା ଦରକାର। ତ ପ୍ରଭୁପାଦ ସେଇଠି ତାପରେ ଶ୍ୟାମ ସୁନ୍ଦର ପ୍ରଭୁଙ୍କୁ କହିଲେ ଯେ ଶ୍ୟାମ ସୁନ୍ଦର ପ୍ରଭୁ, ତୁମେ ତ ଜଣେ ଶିଳ୍ପୀ, ତାହେଲେ ତୁମେ ଏଇ ବିଗ୍ରହ ଏଇ ବିଗ୍ରହ ତିଆରି କର। ଏଟା ଦେଖିବାକୁ ବି ସହଜ, ଜଗନ୍ନାଥଙ୍କ ରୂପଟା କୃଷ୍ଣଙ୍କ ରୂପ ଠାରୁ ତ ସହଜ ଅଛି ଅନେକ। ତ ତାପରେ ପ୍ରଭୁପାଦ କହିଲେ ସେ ମାତାଜୀକୁ, ମାଳତୀ ମାତାଜୀକୁ, ଯେ ତୁମେ ଏଇପରି ଆଉ ଦୁଇଟି ବିଗ୍ରହ ଥିଲା କି ସେଇଠି? ସେ କହିଲେ ହଁ, ଆଉ ଦିଟା ଥିଲା, ଧଳା ଆଉ ହଳଦିଆ। ପ୍ରଭୁପାଦ କହିଲେ ହଁ, ତାକୁ ବି ନେଇ ଆସ। ସେ ଗୋଟେ ତ ଆଣି ସାରିଛନ୍ତି, ତିନିଟାକୁ ଗୋଟେ ସେଟ୍, ତ ଆଉ ଦିଟା ଆଣିବାକୁ ଗଲେ ଧରା ପଡିବେ, ତ ତାକୁ ବି ଉଠେଇକି ଆଣିଦେଲେ। ଏଇଭଳି ଭାବରେ ଜଗନ୍ନାଥ ଆସିଲେ ଇସ୍କନକୁ, ଆଉ ଇସ୍କନରେ ଜଗନ୍ନାଥକୁ ସ୍ଥାପନ କରାଗଲା କୌଣସି ଅଭିଷେକ ଦ୍ଵାରା ନୁହଁ, ଭଗବାନଙ୍କର ନାମ କୀର୍ତ୍ତନ ଦ୍ଵାରା। ବାସ୍ତବରେ ଏଇ କଳି ଯୁଗରେ କେବଳ ହରିନାମ ସଂକୀର୍ତ୍ତନ ଦ୍ଵାରା ହିଁ ଆମେ ଭଗବାନଙ୍କୁ ଇନଭାଇଟ୍ କରିପାରିବୁ। ଏଇଟା ହିଁ ମହାପ୍ରଭୁଙ୍କ ଶିକ୍ଷା। ମହାପ୍ରଭୁ ଏପରି ଭାବରେ ଜଗନ୍ନାଥକୁ ଆମ ଜୀବନରେ କିପରି ଆଣିବା କଥା ତାକୁ ନେଇ ମହାପ୍ରଭୁ ବହୁତ ଲୀଳା କରିଛନ୍ତି ଜଗନ୍ନାଥ ପୁରୀରେ। ତ ସ୍ପେଶିଆଲି ଆମେ ପ୍ରଥମ ଲୀଳା ଶୁଣିବା, ଯୋଉଟା କି ଜଗନ୍ନାଥଙ୍କର ଏଇ ରୂପ କାହିଁକି ଆସିଲା। ତ ପ୍ରଥମେ ଗୋଟେ ଲୀଳା ହେଲା ଯେ ଯେତେବେଳେ କୃଷ୍ଣ ଏତେ ବର୍ଷ ବାହାରେ ରହିଲେ, ତ ସବୁ ଭକ୍ତ ମାନେ କୃଷ୍ଣଙ୍କ ବିଷୟରେ ଶୁଣିବାକୁ ବହୁତ ଚାହିଁଲେ। ବୃନ୍ଦାବନ କୃଷ୍ଣ ଗଲା ପରେ ମଥୁରାରେ ବାସ କଲେ, ତାପରେ ଦ୍ୱାରକାକୁ ପଳେଇଗଲେ। ତ କୃଷ୍ଣଙ୍କ ଲୀଳା ସମସ୍ତେ ଶୁଣିବାକୁ ଚାହିଁଲେ। ତ ସେଇ ସମୟରେ ଆଉ କେହି ନଥିଲା, ଆଉ ଯଶୋଦା ଆଉ ନନ୍ଦ ମହାରାଜ ସେମାନେ ଏତେ ମାନେ ଦୁଃଖରେ ବା କଣ ଡୁବିକି ଥିଲେ ଯେ ସେମାନେ କିଛି କଥା କହୁନଥିଲେ। ତାଙ୍କ ଘର ପୁରା ଶୂନ୍ୟ, ମକଡି ହେଇଯାଇଥିଲା ତାଙ୍କ କିଚେନ ରେ। ସେମାନେ ନା ଖାଉଥିଲେ, ନା ଶୋଉଥିଲେ, ନା କିଛି କରିପାରୁଥିଲେ। ଆଉ ସେମାନେ ଏତେ ଏଇଭଳି ଏତେ ସେମାନେ ମିସ୍ କରୁଥିଲେ କୃଷ୍ଣଙ୍କୁ ଯେ ଦୁଇଟି ନଦୀ ଆମେ ଯେତେବେଳେ ଦେଖିବା ଦୁଇଟି ହଁ ହଁ disturb ହେଉଛି। ତ ଆମେ ଯେତେବେଳୁ
ସେ ଯେତେବେଳେ ଜଗନ୍ନାଥ ତାପରେ ତାଙ୍କ ଲୀଳା କିଏ ଶୁଣିବେ? ହଁ, ଦୁଇଟି ନଦୀ ଯେତେବେଳେ ବୃନ୍ଦାବନ ଯିବେ ସେ ଭକ୍ତମାନେ ସେଇ ସମୟରେ ତ ଦେଖନ୍ତି ଦୁଇଟି ନଦୀ। ଆଉ ସେ ଦୁଇଟି ନଦୀ ହେଲା କଣ ନା, ଗୋଟେ ହେଲା ଯଶୋଦାଙ୍କର ଆଖିରୁ ଲୁହ, ଆଉ ଗୋଟେ ନନ୍ଦ ମହାରାଜଙ୍କ ଆଖିରୁ ଲୁହ। ତ ନଦୀ ହେଇଯାଇଛି ସେଟା, ଏତେ ତାଙ୍କର ଅସରନ୍ତି ଲୁହ। ତ ସେଇପରି ନନ୍ଦ ଆଉ ଯଶୋଦା ଏତେ କୃଷ୍ଣଙ୍କୁ ମିସ୍ କରୁଥିଲେ। ତ ସେମାନେ କୃଷ୍ଣଙ୍କ କଥା କିଛି କହିପାରିବେନି ବିଲକୁଲ। ଯୋଉମାନେ ଅତି ଭାବୁକ ହେଇଯିବେ କଥା କହିପାରିବେ ଆଉ? କହିପାରିବେନି। ସେମାନେ କହିପାରିଲେ ତ ଆଉ କାହାକୁ ପଚାରିବେ? ଲାଷ୍ଟକୁ ଡିସାଇଡ୍ କଲେ ରୋହିଣୀକୁ କହିବା। ରୋହିଣୀ ତ ଯଶୋଦାଙ୍କ ସହିତ ରହିଛନ୍ତି, ବଳରାମଙ୍କ ମା ମଧ୍ୟ, ତାଙ୍କୁ କହିବା। ତ ରୋହିଣୀ କହିଲେ ଏ କଥା ଏତେ ରୋମାଞ୍ଚକ ଯେ ଯଦି ଏଇ ଲୀଳା ସ୍ୱୟଂ କୃଷ୍ଣ କି ବଳରାମ ଆସି ଶୁଣନ୍ତି ତାହେଲେ କଣ ଯେ ହବ ମୁଁ କହିପାରିବିନି। ତ ସେଇ ପାଇଁ ରୋହିଣୀଙ୍କର ଏପରି କହିବା ଯୋଗୁ ସେମାନେ କହିଲେ ଠିକ ଅଛି, ତୁମେ କାହାକୁ ଗୋଟେ ଜଗାଅ ବାହାରେ, ଯାହା ଫଳରେ କି କୃଷ୍ଣ ବଳରାମ ଯେମିତି ଏ କଥା ସ୍ୱୟଂ ନ ଆସି ଶୁଣନ୍ତି। ତ ବାହାରେ ଜଗାବାଲା ଜଗିବାକୁ ରହିଲେ ସୁଭଦ୍ରା ଗୋପୀ। ତ ସୁଭଦ୍ରା ଗୋପୀ ଯେତେବେଳେ ବାହାରେ ରହିଛନ୍ତି ସେ ସମୟ ରୋହିଣୀ ଭିତରେ ବର୍ଣ୍ଣନା କରୁଛନ୍ତି। ଯଦି ଆପଣଙ୍କୁ କୁହାଯାଏ ଏବେ କ୍ଲାସ ଚାଲିଛି, ଆପଣ ଗେଟ୍ ବାହାରେ ରୁହନ୍ତୁ, କଣ କରିବେ? ଗେଟ୍ ବାହାରୁ କାନ ଦେଇ ଶୁଣିବାକୁ ଚେଷ୍ଟା କରିବେ। ତ ସେୟା ହେଲା, ସୁଭଦ୍ରା ମହାରାଣୀ ବାହାରୁ କାନ ଦେଇ ଶୁଣିଲେ। ଆଉ ଏପରି ଶୁଣିଲେ ସେ ଭୁଲିଗଲେ କିଏ ଆସିଲା ଗଲା, ସିଏ ଆଉ ଏତେ ଧ୍ୟାନ ଦେଇନାହାନ୍ତି। ଆଉ କୃଷ୍ଣ ବଳରାମ ତାଙ୍କ କଥାକୁ ଏତେ ଭଲ ପାଆନ୍ତି, ସିଏ ସ୍ୱୟଂ ଦୌଡ଼ି ପଳେଇ ଆଇଲେ ଶୁଣିବାକୁ। ଆଉ କିପରି ସେ ମାନେ ଦ୍ୱାରକାରୁ ଏଠି ଆସି ପ୍ରେଜେଣ୍ଟ ହେଲେଣି କେହି ଜାଣିନାହାନ୍ତି। ଆଉ ସେଇ ଭିତରେ କୃଷ୍ଣ ବଳରାମ ମଧ୍ୟ କାନେଇକି ଶୁଣିବାକୁ ଲାଗିଲେ କବାଟରେ। ତ ଏହିପରି ଭାବରେ ଯେତେବେଳେ ସେମାନେ ଏପରି ଶୁଣିବାକୁ ଲାଗିଲେ, ସେ ତିନି ଜଣଙ୍କର ରୂପରେ ପରିବର୍ତ୍ତନ ହେଲା। ପ୍ରଥମତଃ ଯେତେବେଳେ ନିଜ ଭିତରେ କିଏ ଗ୍ଲୋରିଫିକେସନ ଶୁଣେ, ତାର କଣ ହୁଏ? ତାର ବହୁତ ଆନନ୍ଦ ହୁଏ, ତାର ଆଖି ବଡ ବଡ ହେଇଯାଏ, ତାର ଉଲ୍ଲାସ ବଢିଯାଏ, ତ ସ୍ଥିର ହେଇଯାଏ ପୁରା। ତ ସେଇପରି ଯଦି ଆମର ଏଠି ଟିକେ ଆମର ସିମ୍ପଟମ ଦେଖାଯାଉଛି, ତାହେଲେ ଭଗବାନଙ୍କର କେତେ ସିମ୍ପଟମ୍ସ ନ ଦେଖାଯାଉଛି ଯେତେବେଳେ ସିଏ ଆନନ୍ଦିତ ଥାନ୍ତି। ତ ଭଗବାନ ସେ ଆନନ୍ଦରେ ତାଙ୍କର ରୂପରେ ପରିବର୍ତ୍ତନ ହେଲା। ସଙ୍ଗେ ସଙ୍ଗେ ତାଙ୍କ ଆଖି ବଡ ବଡ ହେଇଗଲା। ଆଉ ଆମର ଯେମିତି ଆଖି ପତା ପଡେ କି, ଯେତେବେଳେ ଭଲ ଜିନିଷ ଚାଲିଥିବ ଆଖି ପତା ପଡିବନି। ତ ସେଇଥିପାଇଁ ତାଙ୍କର ଜଗନ୍ନାଥ ମଧ୍ୟ ତାଙ୍କର ଆଖି ପତା ନାହିଁ, ସବୁବେଳେ ଖୋଲା ଅଲ୍ ଟାଇମ୍। ତ ସେଇଭଳି ଜଗନ୍ନାଥଙ୍କର ଆଖି ହେଲା ଗୋଲ, ପୁରା ଇନଲାର୍ଜଡ, ଡାଇଲେଟେଡ, ଆଉ ସତେକି ମାନେ ବହୁତ ଆ ଭାବରେ ଦେଖୁଛନ୍ତି। ଆଉ ତାଙ୍କର ଏପରି ହାତ ଗୋଡ ସବୁ ସଂକୁଚିତ ହେଇଗଲା। ତ ଏଇ ରୂପ କେବଳ ଜଗନ୍ନାଥଙ୍କର ନୁହଁ, ବଳରାମଙ୍କର ମଧ୍ୟ ସେଇଭଳି ମହାଭାବ ଭଳି ରୂପ ଆସିଲା। ତାପରେ ସୁଭଦ୍ରାଙ୍କର ମଧ୍ୟ ସେଇଭଳି ଆସିଲା। ଭକ୍ତଙ୍କର ମଧ୍ୟ ଭଗବାନଙ୍କ କଥାରେ ଏକ୍ସଟେସି ଆସିଥାଏ। ତ ଏଇ ରୂପ ଯେତେବେଳେ ଆସିଛନ୍ତି ତିନି ଜଣ ଯାକଙ୍କର, ସେତେବେଳେ ନାରଦ ମୁନି ଦେଖିଦେଇଛନ୍ତି ଏଇ ରୂପଟାକୁ। ନାରଦ ମୁନି ଯେତେବେଳେ ଏଇ ରୂପକୁ ଦେଖିଛନ୍ତି, ସେ ଚାହିଁଛନ୍ତି ଯେ ପ୍ରଭୁ ଏତେ ସୁନ୍ଦର ରୂପ ଆପଣ କେବଳ କଣ ଏଇଠି ଦର୍ଶନ ଦେବେ, ଆଉ କାହାକୁ ଦର୍ଶନ ଦେବେନି? ଏଇ ରୂପରେ ଆପଣ ଜଗତବାସୀଙ୍କୁ ଦର୍ଶନ ଦିଅନ୍ତୁ। ନାରଦ ମୁନିଙ୍କ ଇଚ୍ଛାରେ ସେ କହିଲେ କୃଷ୍ଣ ଯେ ଠିକ ଅଛି, ମୁଁ ନୀଳାଚଳରେ ବାସ କରିବି, ଆଉ ସେଇ ସମୟରେ ମୁଁ ଏଇ ରୂପରେ ହିଁ ସମସ୍ତଙ୍କୁ ଦର୍ଶନ ଦେବି। ଏଇ ରୂପରେ ମୁଁ ପରମ ବ୍ରହ୍ମ କୁହାଏ। ତ ଏପରି ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀଙ୍କ ରୂପ ଆସିଲା। ଆଉ ଇନ୍ଦ୍ରଦ୍ୟୁମ୍ନ ମହାରାଜଙ୍କ ମାଧ୍ୟମରେ ଜଗନ୍ନାଥଙ୍କ ବିଗ୍ରହ ସ୍ଥାପନ ହେଲା। ଇନ୍ଦ୍ରଦ୍ୟୁମ୍ନ ମହାରାଜଙ୍କର ଷ୍ଟୋରିଟା ଅଭୟ ଚରଣରେ ଅଛି, 13th ଏପିସୋଡରେ ଦେଖିନେବେ ପୁରାଟା, 13th ଏପିସୋଡ। ଆଉ ସେଇଠି ଯେତେବେଳେ ଜଣେ ପଚାରିବ ତାହେଲେ ରଥଯାତ୍ରା କାହିଁକି ଆସିଲା? ଯଦି ଜଗନ୍ନାଥଙ୍କର ଏଇ ରୂପ, ତାହେଲେ ରଥଯାତ୍ରା କିପରି ପ୍ରାରମ୍ଭ ହେଲା? ରଥଯାତ୍ରାର କଣ ହିଷ୍ଟ୍ରି ରହିଛି, ଆଉ କେବେ ପ୍ରାରମ୍ଭ ହେଇଛି ଏ ରଥଯାତ୍ରା? ନାଇଁ, ରଥଯାତ୍ରା ପ୍ରାରମ୍ଭ ହେଇଛି ସେଇ ଦ୍ୱାପର ଯୁଗରୁ, ଯେତେବେଳେ ଗୋପୀମାନେ କୃଷ୍ଣଙ୍କ ବିରହ ଆଉ ସହି ପାରୁନାହାନ୍ତି। ତ କୃଷ୍ଣଙ୍କ ବିରହ ନ ସହିବା ମାନେ ଗୋଟେ ତାଙ୍କ ପାଇଁ ଡେଥ୍ ସଦୃଶ। କିନ୍ତୁ ସେମାନେ ମରିବାକୁ ବି ଯାଇପାରୁନଥିଲେ। ମାନେ ଯେତେବେଳେ ଜଣେ ମରିଯାଏ, ସେ କଣ ଆଉ ଭାବିନି ଅନ୍ୟମାନଙ୍କର କଣ ହବ। ଯିଏ ସୁଇସାଇଡ କରୁଛି ସେ କଣ ଭାବୁଛି? ଭାବୁଛି ମୁଁ ମରିଲେ ମୋର ଗଲା, ସରିଲା, ମୋର ଆନନ୍ଦରେ ରହିବି, ମୋର ଏଇ ଦୁଃଖ ଆଉ ସହିପାରୁନି, ମୁଁ ଆନନ୍ଦରେ ଅଛି। ମାନେ ମୁଁ ଏ ଦୁଃଖ ସହିପାରୁନି, ଏଥିପାଇଁ ମୁଁ ସୁଇସାଇଡ କରୁଛି। କିନ୍ତୁ ସେ ଜାଣିପାରୁନି ଯେ ତାହାର ମରିବା ଯୋଗୁ କେତେ ଲୋକଙ୍କୁ କଷ୍ଟ ହବ। କିନ୍ତୁ ରାଧାରାଣୀ ଆଉ ଗୋପୀମାନେ ଦେଖନ୍ତୁ କେତେ ସେମାନେ ଉନ୍ନତ। ସେମାନେ ସେମାନେ ଏଥିପାଇଁ ପ୍ରାଣ ତ୍ୟାଗ କରୁନାହାନ୍ତି କାରଣ ତାଙ୍କ ପ୍ରାଣନାଥ କୃଷ୍ଣ କଣ ଭାବିବେ।
କୃଷ୍ଣଙ୍କର କଣ ହବ ଅବସ୍ଥା ଯେତେବେଳେ କୃଷ୍ଣ ଜାଣିବେ ଯେ ମୋ ପ୍ରିୟ ଗୋପୀ ମାନେ ଆଜି ପ୍ରାଣ ରଖିଛି, ତ ସେମାନେ କଦାପି କୃଷ୍ଣଙ୍କୁ ଦୁଃଖୀ ଦେଖିବାକୁ ଚାହୁଁନାହାନ୍ତି। ଏଇଟା ହିଁ ଭଲ ପାଇବାର ସାର। ଆଉ ଏଇ ଭଲ ପାଇବା ଏଇ ଜଗତରେ କେବଳ ଗୋଟେ ତାର ବିକୃତ ରୂପ ଧାରଣ କରୁଛି। ଜଗତରେ ଯୋଉ ଆମେ ଲଭ୍ ଆଫେୟାର୍ସ କହୁଛେ, ଏଇଟା ଗୋଟେ ବିକୃତ ରୂପ ବା ଗୋଟେ ପରଭର୍ଟେଡ୍ ରିଫ୍ଲେକ୍ସନ। ପରଭର୍ଟେଡ୍ ରିଫ୍ଲେକ୍ସନ ମାନେ ମାନେ ଗୋଟେ, ଯେମିତି ମୁଁ ଏବେ ରାଇଟ୍ ହ୍ୟାଣ୍ଡ ଟେକୁଛି, ଇଟ୍ସ ରାଇଟ୍ ହ୍ୟାଣ୍ଡ ଦେଖାଉଛି। ଯଦି ଏଠି ଗୋଟେ ଜୁମ ରେ ଗୋଟେ ଥାଏ ମିରର ଇମେଜ କି କ୍ୟାମେରା, ଏଠି ତ ରାଇଟ୍ ହ୍ୟାଣ୍ଡ ଦେଖାଉଛି। ତ ଜୁମ ରେ ଗୋଟେ ମିରର ଇମେଜ ଅଛି କି ତମେ ନିଜ କ୍ୟାମେରାରେ ଦେଖିବ, ନିଜ କ୍ୟାମେରା ଯେମିତି ଦେଖିବ ସେ ତାର ଓଲଟା ହାତଟା ଦେଖିବ। ଥରେ ଆମେ ଚନ୍ଦନ ଯାତ୍ରା ରେକର୍ଡିଂ କରୁଥିଲୁ, ଆଉ ଲକଡାଉନ ସମୟରେ ମୋବାଇଲରେ, ତ କଣ ଗୋଟେ ହେଲା, ମୁଁ ତାକୁ କହିଲି ଯେ ମିରର ଇମେଜ କରିଦିଅ, ଭଲ ଦେଖାଯିବ ଭିଡିଓଟା, ଆରତିଟା ଏପଟୁ ଭଲ ଦେଖାଉନି ନା। ତ ମିରର ଇମେଜ କରିଦେଲୁ। ମିରର ଇମେଜ କଲା ବେଳୁ ଯୋଉ ଆରତି ଯିଏ କରୁଥିଲା ତାର ଲେଫ୍ଟ ହ୍ୟାଣ୍ଡ ହେଇଗଲା। ମତେ କହିଲେ ଏଇ କଣ ମାନେ ନିୟମ ଫଲୋ କରୁନାହାନ୍ତି ନା କଣ, ଲେଫ୍ଟ ହ୍ୟାଣ୍ଡ ଆରତି କରୁଛନ୍ତି। କମ୍ପ୍ଲେନ ଆସିଲା କିଛି। ମାନେ ଭୁଲ ହେଇଯାଇଛି। ଏମିତି ଆମେ ଗୋଟେ ସେକ୍ସନ ର କରୁଥିଲୁ ଓଲଟା, କିନ୍ତୁ ଏଟା ପୁରାଟା ହିଁ ଓଲଟା ହେଇଯାଇଛି। ହଁ। ତ ସେଇଆ ବିକୃତ ରୂପ ହିଁ ଏ ଜଗତରେ ଯୋଉ ପ୍ରେମ, ତାର ବିକୃତ ରୂପ ଦେଖାଯାଉଛି। ସରି, ଆଧ୍ୟାତ୍ମିକ ଜଗତରେ ଯୋଉ ପ୍ରେମ, ତା ବିକୃତ ରୂପ ଏଇ ଜଗତରେ ଅଛି। ଆଉ ସେହି ଯୋଉ ବିକୃତ ରୂପ ଧାରଣ, ହଁ, ମାନେ ଏ ଲୋକମାନେ ଯୋଉ ଜୀବ ମାନେ ଏଇଠି ଅଛନ୍ତି, ସେ ଜାଣି ପାରୁନାହାନ୍ତି ଯେ ଭଗବାନଙ୍କୁ ଭଲ ପାଇବାର କଣ ମୂଲ୍ୟ। କିନ୍ତୁ ଏ ଗୋପୀ ମାନେ ଆମକୁ ଦେଖୁଛନ୍ତି ଭଗବାନଙ୍କୁ କିପରି ଭଲ ପାଇବା ହେଇଥାଏ। ତ ଗୋପୀ ମାନେ ସେତେବେଳେ ଏତେ ବିରଳ ଯେ ସେମାନେ, ଯଦିଓ ସେମାନେ କୃଷ୍ଣଙ୍କୁ ଏତେ ମିସ୍ କରୁଛନ୍ତି, କିନ୍ତୁ ପ୍ରାଣ ତ୍ୟାଗ କରିବାକୁ କେବେ ଭାବୁନାହାନ୍ତି। କାରଣ କୃଷ୍ଣ କେବେ ଯଦି ଆସିବେ ବୃନ୍ଦାବନ, ସେ ତ କହିଛନ୍ତି ଆସିବେ। ଯେତେବେଳେ ଆସିବେ, ଯଦି ସେ ଦେଖିବେ ଆମେ ମରିଯାଇଛୁ, କଣ ଦେଖିବେ ସେ? ସେ କଣ ହବ, ତାଙ୍କର ଅବସ୍ଥା କଣ? ସେଇଟା ସେମାନେ ଭାବିକି ଆଉ ପ୍ରାଣ ତ୍ୟାଗ କରିବାକୁ ତା ଭାବୁନାହାନ୍ତି। ତ ସେଇ ସମୟରେ ଏଇପରି ଅବସ୍ଥା ହେଇଛି। ଆଉ ସେଇ ସମୟରେ ସୂର୍ଯ୍ୟ ଗ୍ରହଣ, ସୂର୍ଯ୍ୟ ଗ୍ରହଣ ସମୟରେ ସମସ୍ତେ ଯାଇ ଗଙ୍ଗା ବା ଅନ୍ୟାନ୍ୟ ତୀର୍ଥ ସ୍ଥାନରେ ଭଗବାନଙ୍କୁ ଦର୍ଶନ କରିବା କଥା, ବା ଭଗବାନଙ୍କର ନାମ କରିବା କଥା, ବା ବିଭିନ୍ନ ନଦୀ, ଅସ୍ପିସିୟସ୍ ନଦୀରେ ସ୍ନାନ କରିବା କଥା। ତ ସେ ସମୟରେ କୃଷ୍ଣ ମଧ୍ୟ ଦ୍ୱାରକାରୁ ଯାଇଛନ୍ତି କୁରୁକ୍ଷେତ୍ର, ଆଉ ସାମନ୍ତ ପାଞ୍ଚକରେ ସ୍ନାନ କରିବାକୁ। ତାପରେ ଅ ଏମାନେ ମଧ୍ୟ, ଗୋପୀ ମାନେ ମଧ୍ୟ ବ୍ରଜବାସୀ ମାନଙ୍କ ସହିତ ଯାଇଛନ୍ତି କୋଉଠିକି? ସେଇ କୁରୁକ୍ଷେତ୍ର, ସେଇ ସୂର୍ଯ୍ୟ ଗ୍ରହଣ ଉପଲକ୍ଷେ। ଆଉ ସେମାନେ ଏପରି ସମୟରେ ଯଦି ଯାଇଛନ୍ତି, ତ ଦେଖିବାକୁ ପାଇଲେ ଯେ ସ୍ଵୟଂ କୃଷ୍ଣ ସେଇଠି ଅଛନ୍ତି, ଗୋପୀ ମାନେ ଦେଖୁଛନ୍ତି। ତ ପ୍ରଥମେ ତ ଗୋପୀ ମାନଙ୍କୁ ବହୁତ ଆନନ୍ଦ ହେଇଛି, କିନ୍ତୁ ତାପରେ ଦେଖିଲେ ଯେ ଇଏ କୃଷ୍ଣ ତ ଆମର ଯୋଉ କୃଷ୍ଣ ବୃନ୍ଦାବନରେ ସେଇଭଳି ରୂପରେ ନାହିଁ, ତ୍ରିଭଙ୍ଗ ଲଳିତ ରୂପ ନାହିଁ, ତାର ସେ ମୟୂର ପୁଚ୍ଛ ନାହିଁ, ତାର ସେ ବଂଶୀ ନାହିଁ, ତାର ସେ ବନମାଳା ପିନ୍ଧି ନାହିଁ ସେ, ଇଏ ପିନ୍ଧିଛି ମୋତିର ମାଳା, ଇଏ ପିନ୍ଧିଛି ଅ ବିଭିନ୍ନ ୱାରିୟର ଡ୍ରେସ୍, ଯୋଉଟା ଆର୍ମର୍ସ, ଇଏ ଅସ୍ତ୍ର ଶସ୍ତ୍ର ଧରିକି ଠିଆ ହେଇଛି। ଇଏ ତ ମୋ କୃଷ୍ଣ ନୁହଁ, ଇଏ ଆମ କୃଷ୍ଣ ନୁହଁ। ତ ସେମାନଙ୍କୁ ବହୁତ ଦୁଃଖ ହେଇଛି। ତ ରାଧାରାଣୀ ସ୍ଵୟଂ, ତାପରେ ସେ ସମୟରେ ଯେତେବେଳେ ତାଙ୍କର ମଧ୍ୟ ଚକ୍ଷୁ ପଡିଛି କୃଷ୍ଣଙ୍କ ଉପରେ, ତ ସେ ମଧ୍ୟ ଏପରି କୃଷ୍ଣଙ୍କୁ ସେଇ ରୂପରେ ଦେଖି ଆନନ୍ଦିତ ହଉନାହାନ୍ତି। ତ ସମସ୍ତେ ଗୋପୀ ମାନେ ଚାହିଁଛନ୍ତି ସେଇ ସମୟରେ ଯେ ଆମେ କୃଷ୍ଣଙ୍କୁ ବୃନ୍ଦାବନ ନେଇଯିବା, ତାହେଲେ କୃଷ୍ଣ ତାଙ୍କର ସେଇ ରୂପ ଫେରି ପାଇବେ, ଆଉ ସେ ଆନନ୍ଦିତ ହେବେ। ତ ସେମାନେ ସେଇ ସମୟରେ ଗୋପୀ ମାନେ କୃଷ୍ଣ, ବଳରାମ ଏବଂ ସୁଭଦ୍ରା, ଯିଏକି ତିନି ରଥରେ ବିରାଜମାନ ଥିଲେ, ସୁଭଦ୍ରା ହେଲେ ଭଉଣୀ ଦେବକୀ ଆଉ ବସୁଦେବଙ୍କର ଆଉ ଗୋଟେ ପୁତ୍ରୀ। ତ ସୁଭଦ୍ରା, କୃଷ୍ଣ ଆଉ ବଳରାମ ତିନି ଜଣଙ୍କୁ ରଥ ସಮೇତ ଟାଣିବା ପ୍ରାରମ୍ଭ କରିଛି। ଆଉ ଏପରି ଭାବରେ ରଥଯାତ୍ରା ମହୋତ୍ସବ ହେଇଛି। ତ କୃଷ୍ଣକୁ ରଥଯାତ୍ରାରେ କୁରୁକ୍ଷେତ୍ରରୁ ଆମେ ବୃନ୍ଦାବନ ଟାଣିଥାଉ। ତ ଆମେ ସେଇପରି ଭାବରେ, ଏଇ ଭାବରେ କୁରୁକ୍ଷେତ୍ରରୁ କେମିତି କୃଷ୍ଣଙ୍କୁ ବୃନ୍ଦାବନ ନେଇଯାଉଛୁ। କୃଷ୍ଣଙ୍କୁ ବୃନ୍ଦାବନ ନେଲେ କଣ ହବ? ଗୋପୀ ମାନଙ୍କ ସହ ମିଶିବେ, ବ୍ରଜବାସୀ ମାନଙ୍କ ସହିତ ମିଶିବେ, ବ୍ରଜବାସୀ ମାନଙ୍କ ସହ ସମୟ କାଟିବେ, ସେଥିରେ ତାଙ୍କୁ ଆନନ୍ଦ ମିଳିବ। ତ ସେଥିପାଇଁ ତାଙ୍କୁ ରଥଯାତ୍ରା, ସେଥିପାଇଁ ଜଗନ୍ନାଥଙ୍କର, ସେଥିପାଇଁ କୃଷ୍ଣଙ୍କୁ ଏଥିରେ ଆନନ୍ଦ ମିଳିବ, ସେୟା ଭାବିକି ସେମାନେ ଏସବୁ କରୁଛନ୍ତି। ତାଙ୍କର କଣ ଆନନ୍ଦ ମିଳିବ ସେ ଭାବନା। ତ ଭଗବାନଙ୍କୁ ଦର୍ଶନ କରିକି ଆମକୁ କେତେ ଆନନ୍ଦ ମିଳିବ, ଆମେ ସେୟା ଭାବିବା କଥା। ଭଗବାନଙ୍କୁ ଦର୍ଶନ କରିକି ଭଗବାନ ଯେତେବେଳେ ଦେଖିବେ ଆମକୁ, ତ ଭଗବାନ କେତେ ଖୁସି ହେବେ।
ଯେ ଯାହା ହଉ ଇଏ ଗୋଟେ ଆସିଛି ମୋ ପାଖକୁ। ତ ଆମକୁ ସେଥିପାଇଁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାରୁ ବି ମତେ କହନ୍ତି ଭଗବାନଙ୍କୁ ଦେଖିବାକୁ ଚେଷ୍ଟା କରନ୍ତି, ଏପରି ସେବା କର ଭଗବାନଙ୍କର ଯେ ଭଗବାନ ତୁମକୁ ଦେଖିବେ। ତ ସେଇପରି ହେଇଥାଏ ନା, ଯେତେବେଳେ ଭକ୍ତମାନେ ଭଗବାନଙ୍କ ପାଇଁ ବିଭିନ୍ନ ସେବା କରିଥାନ୍ତି, ମାନେ ଗୋଟେ ଗୋଟେ ଯେମିତି ମାଳା, ଗୋଟେ ଗୋଟେ ଫୁଲ ମାଳା ଯେମିତି କରିଥାନ୍ତି, ଆଜି ଯେମିତି କୃଷ୍ଣ ବଳରାମଙ୍କର ଥିଲା, ସେ ମାଳାଟା କରିବାକୁ ତାଙ୍କୁ ମାନେ 8 ଘଣ୍ଟା ଲାଗିଯାଉଛି। ଖାଲି କୃଷ୍ଣଙ୍କ ପାଇଁ ସେମାନେ 8 ଘଣ୍ଟା ଏଇ ମାଳାରେ ସମୟ ଦଉଛନ୍ତି। ତ କୃଷ୍ଣ ତାଙ୍କ ବିଷୟରେ କେମିତି ଭାବୁନଥିବେ, ନିଶ୍ଚିତ ଭାବରେ ଭାବିବେ ପ୍ରତ୍ୟେକ ସମୟରେ। ତ ଏହିପରି ଭାବରେ ସେମାନେ, ଭକ୍ତଙ୍କର ମୁଡ୍ ହେଲା ଏଇ ଯେ ଆମେ କିପରି କୃଷ୍ଣଙ୍କୁ ଆନନ୍ଦ ଦବା। ଏଇଟା ବାହାରେ ଲୋକ ବୁଝିପାରିବେ, କେବଳ ଗୌଡୀୟ ବୈଷ୍ଣବ ମାନେ ବୁଝିପାରିବେ। ତ ଏହାକୁ ପୁଷ୍ଟ କରିଛନ୍ତି ଚୈତନ୍ୟ ମହାପ୍ରଭୁ। ଆଉ ତାକୁ ଶ୍ରୀଲ ଗୌରଗୋବିନ୍ଦ ମହାରାଜ ବହୁତ ସୁନ୍ଦର ଭାବରେ ତାଙ୍କ ପ୍ରବଚନ ମାଧ୍ୟମରେ ମଧ୍ୟ ପ୍ରସ୍ତାବିତ କରିଛନ୍ତି। ଗୌରଗୋବିନ୍ଦ ମହାରାଜଙ୍କର ଗୋଟେ ବର୍ଷ ଆଗରୁ ଗୋଟେ ଲେକ୍ଚର ରିଲିଜ ହେଇଥିଲା, ଆଗରୁ ବି ରେକର୍ଡ ହେଇଛି ଏଟା ଇଂଲିଶରେ, ତ ସେଇଟା ଏବେ ୟୁଟ୍ୟୁବରେ ପକା ହେଇଛି। ତ ସେଥିରେ ସ୍ନାନ ଯାତ୍ରା ଏବଂ ରଥଯାତ୍ରାର ରହସ୍ୟ ବୋଲି ଗୋଟେ ଲେକ୍ଚର ଅଛି। ସେ ଲେକ୍ଚରରେ ଗୌରଗୋବିନ୍ଦ ମହାରାଜ କହୁଥିଲେ ଯେ ଆମର କୃଷ୍ଣ କୃଷ୍ଣ ଏତେ ମାନେ, କୃଷ୍ଣ ଦେଖନ୍ତୁ ଏପଟେ ରାଧାରାଣୀ ମାନେ କଣ କୃଷ୍ଣଙ୍କ ବିଷୟରେ କଥା ହଉଛନ୍ତି, ପରସ୍ପର ସହିତ ମିଶିକି ରହୁଛନ୍ତି, କିନ୍ତୁ କୃଷ୍ଣ ସେପଟେ ଏକା। କୃଷ୍ଣ କାହା ସହିତ ତାଙ୍କ ହାର୍ଟ ସେଇଭଳି ସେୟାର କରିପାରୁନାହାନ୍ତି, କେହି ତାଙ୍କ କଥା ବୁଝି ପାରୁନାହାନ୍ତି। ଓଲଟା ସେମାନେ ଭାବୁଛନ୍ତି ରୁକ୍ମିଣୀ ଆଉ ଅନ୍ୟାନ୍ୟ ରାଣୀ ମାନେ ଯେ ଆମେ ସବୁ ସେବା କରୁଛୁ, କୃଷ୍ଣ କାହିଁକି ଆମ ଆଡକୁ ଅନଉନାହାନ୍ତି, ଆମ ଆଡେ କାହିଁ ଆକର୍ଷିତ ନାହାନ୍ତି। ରାତିରେ ସେଇ ରାଧା ଲଲିତା ଏମିତି କହୁଛନ୍ତି, କାହିଁକି ସେ ଆମ ଆଡକୁ ଅନଉନାହାନ୍ତି, ଆମ କଥା କାହିଁ ମନେ ପଡୁନି। କାରଣ କୃଷ୍ଣ ସାରା ଦିନ ଆ, ରହିଲେ ତାଙ୍କ ଅଫିସ କାମରେ, ରାତିରେ ରାଧାରାଣୀଙ୍କୁ ମନେ ପଡୁଛନ୍ତି। ଆମକୁ ତ ମନେ ପକେଇବା କଥା ନାହିଁ, ପ୍ରଶ୍ନ ହିଁ ଉଠୁନି ତାଙ୍କର, ଏପରି କିପରି ହେଇପାରୁଛି। ତ ବାସ୍ତବରେ କୃଷ୍ଣ ଦେଖିବାକୁ ଚାହୁଁଥିଲେ ଯେ ସାରା ଜଗତକୁ ବ୍ରଜବାସୀ ମାନେ କିପରି ଉନ୍ନତ ଭକ୍ତ। ତ ଗୋଟେ ଥର ଏପରି ହେଇଛି ଯେ କୃଷ୍ଣ ଉଁ, ଅସୁସ୍ଥ ଲୀଳା କଲେ ତାଙ୍କର। ତ କୃଷ୍ଣ ଯେତେବେଳେ ତାଙ୍କ ଅସୁସ୍ଥ ଲୀଳା କଲେ, ତ ତାଙ୍କର ଏବେ ଯିଏ ସ୍ୱୟଂ ଭଗବାନ, ଯିଏ ସ୍ୱୟଂ ଧନ୍ୱନ୍ତରୀର ଅବତାର ନେଇଛନ୍ତି, ମେଡିସିନ, ତାଙ୍କ ଠାରୁ ହିଁ ମେଡିସିନ ପ୍ରଡକ୍ସନ ହେଇପାରିବ। ତ ଭଗବାନ ଯଦି ଏବେ ଅସୁସ୍ଥ ଲୀଳା କରିବେ, ତାଙ୍କୁ ମେଡିସିନ କିଏ ଦେଇପାରିବ? କାହାର ବି ଆଉ କ୍ୟାପାସିଟି ନାହିଁ। ତ ସେଇ ସମୟରେ ଭଗ ଭଗବାନ ଚାହିଁଛନ୍ତି ଯେ ମୋର ଏବେ ଯୋଉ ମୁଣ୍ଡ ବିନ୍ଧୁଛି, ମାନେ ଭଗବାନ ତାଙ୍କ ଯୋଉ ଅସୁସ୍ଥ ଲୀଳା କରୁଛନ୍ତି, ତ ସମସ୍ତେ ଭାବିଛନ୍ତି ଏବେ କଣ କରାଯିବ କୃଷ୍ଣଙ୍କୁ ସୁସ୍ଥ କରିବାକୁ ହେଲେ। କୃଷ୍ଣ କହୁଛନ୍ତି ଯେ ମୋର ମାନେ ସିଭିୟର ମାଇଗ୍ରେନ ହଉଛି, ତ କଣ କରାଯିବ, କଣ ସଲ୍ୟୁସନ ତାର? ଆଉ ସାଙ୍ଗେ ସାଙ୍ଗେ ସେଇ ସମୟରେ ନାରଦ ମୁନି ଆସି ପହଞ୍ଚିଛନ୍ତି। ତ ସେମାନେ ସମସ୍ତେ ଯେତେବେଳେ ଏକତ୍ରିତ ହେଇଛନ୍ତି, ଆ, କୃଷ୍ଣଙ୍କୁ ସେମାନେ ପଚାରିଛନ୍ତି, କୃଷ୍ଣ ଆପଣ ହିଁ ନିଜେ କୁହନ୍ତୁ ଆପଣଙ୍କୁ କୋଉ ଔଷଧ ଟା କାମ କରିବ, କୋଉ ହର୍ବ ଟା କାମ କରିବ। ଆମେ କୋଉଠୁ ଆଣିବୁ ଔଷଧ, ଆପଣଙ୍କର ତ ସୃଷ୍ଟି, ଆପଣ ହିଁ ଜାଣିଛନ୍ତି କୋଉଟା କାମ କରିବ, ଆପଣ ହିଁ କୁହନ୍ତୁ। ତ ଯେତେବେଳେ ସେ କହିଲେ, ତାପରେ ସେମାନେ ଅ ସାଙ୍ଗେ ସାଙ୍ଗେ ତାହା ପ୍ରସ୍ତୁତ ହେଇଗଲେ ଆଣିବା। କୃଷ୍ଣ କହିଲେ ମୋର ଶୁଦ୍ଧ ଭକ୍ତଙ୍କର ଚରଣ ଧୂଳି ଯଦି ଆଣିକି ମୋ ମସ୍ତକରେ ଲଗେଇବ, ତାହେଲେ ଯାଇ ମୁଁ ମୋର ଅସୁସ୍ଥ ଟା ସଂଯମ ହେଇପାରିବ, ମୁଁ ଠିକ ହେଇଯିବି। ତ ଏଇପରି ଯେତେବେଳେ କୃଷ୍ଣ କହିଛନ୍ତି, ସାଙ୍ଗେ ସାଙ୍ଗେ ନାରଦ ମୁନି କହିଲେ ନିଶ୍ଚିତ ଭାବରେ, ତାହେଲେ ଆମେ ସମସ୍ତେ ଲାଗି ପଡିବା। ତାପରେ ଷ୍ଟାର୍ଟ କଲେ ସବୁ ତାଙ୍କର ରାଣୀ ମାନଙ୍କଠୁ, ରୁକ୍ମିଣୀ ସତ୍ୟଭାମା ସମସ୍ତ, ଯେ ତୁମେ ମାନେ ସବୁ କୃଷ୍ଣଙ୍କୁ ତାଙ୍କର ଚରଣ ଧୂଳି ଦିଅ, ତାହେଲେ କୃଷ୍ଣଙ୍କର ଶରୀର ସୁସ୍ଥ ହେଇଯିବ। ତ ଏବେ ରାଣୀ ମାନେ ଭାବୁଛନ୍ତି କୃଷ୍ଣ ଆମର ପତି ଦେବ, ହଜବେଣ୍ଡ, ୱାଇଫ କେମିତି ତାଙ୍କର ହଜବେଣ୍ଡ ଉପରେ ତାଙ୍କ ଗୋଡର ଡଷ୍ଟ ପକେଇବ, ତ ସମ୍ଭବ ନୁହଁ। ଆମେ ନର୍କବାସୀ ହବୁ, ଏଇଟା ତ କରଣୀୟ ନୁହଁ, ଶାସ୍ତ୍ରର ବିରୁଦ୍ଧ, ଆମେ କରିବୁ ନାହିଁ ଏଟା। ତ ସେମାନେ ମନା କରିଦେଲେ। ତାପରେ ନାରଦ ମୁନି ଭାବିଲେ ଠିକ ଅଛି, ଆଉ କେହି ତ ଥିବେ ଯିଏ ତାଙ୍କର ଚରଣ ଧୂଳି ଦେଇପାରିବେ। ବ୍ରଜବାସୀ ମାନଙ୍କୁ ପଚାରୁଛନ୍ତି, ଉଦ୍ଧବକୁ ପଚାରୁଛନ୍ତି, ଏ ବ୍ରଜବାସୀ କହୁଛି, ଦ୍ୱାରକାବାସୀ ମାନଙ୍କୁ ପଚାରୁଛନ୍ତି, ଉଦ୍ଧବକୁ ପଚାରୁଛନ୍ତି, ସମସ୍ତେ ମନା କରିଦଉଛନ୍ତି। ତାପରେ ଶେଷରେ ଯାଇକି ବୃନ୍ଦାବନରେ ପହଞ୍ଚୁଛନ୍ତି। କୌଣସି ଯେତେବେଳେ ଉପାୟ ଆଉ ପାଇନାହାନ୍ତି। ବୃନ୍ଦାବନରେ ଯାଇ ସେ ଯେତେବେଳକୁ ବ୍ରଜ ଗୋପୀ ମାନଙ୍କୁ କହିଛନ୍ତି, ଗୋପୀ ମାନେ କହିଛନ୍ତି ଯେ ନିଶ୍ଚିତ ଭାବରେ ଯଦି ଏହା ମାନେ ସେମାନେ ଆଉ କିଛି କାରଣ ନ ପଚାରିକି ସିଧାସଳଖ ତାଙ୍କର ସମସ୍ତ ଚରଣ ଧୂଳି ପାତ୍ରରେ କାଢି ପ୍ରଦାନ କରୁଛନ୍ତି।
ତ ନାରଦ ମୁନି କହିଲେ ଏମାନଙ୍କ ସେନ୍ସ ନାହିଁ ନା କଣ, ମାନେ ଏପରି କେମିତି କାଟୁ? ସେ କହିଲେ ଦେଖନ୍ତୁ, ଯଦି କୃଷ୍ଣଙ୍କୁ ଏଥିରେ ଆନନ୍ଦ ମିଳିବ, ଆମକୁ କୋଟି ଜନ୍ମ ନର୍କରେ ରହିଲେ ମଧ୍ୟ ଆମର କିଛି ଅସୁବିଧା ନାହିଁ। ଯଦି କୃଷ୍ଣଙ୍କୁ ଏଥିରେ ଆନନ୍ଦ ମିଳିପାରିବ ତାହେଲେ ସେୟା ହିଁ ହଉ। କୃଷ୍ଣଙ୍କର ଆମେ ମଙ୍ଗଳ ଚାହୁଁଛୁ, ଆମର କିଛି ଆମେ ଏକ୍ସଟ୍ରା କିଛି ଚାହୁଁ, ଆମେ ସେପାରେଟଲି କିଛି ଅଲଗା ଚାହୁଁ, ଆମର ଆନନ୍ଦ ବୋଲି ଆମେ ଅଲଗାରେ କିଛି ଚାହୁଁନା। ଯୋଉଥିରେ କୃଷ୍ଣଙ୍କୁ ଆନନ୍ଦ ସେଇଟା ହିଁ ଆମର ଆନନ୍ଦ। ଏମିତି ହୁଏନି କି ବେଶର ଘରେ ଯେତେବେଳେ ମା ପଚାରିବେ କଣ ଖାଇବା ଅଛି, ତ ପୁଅ ଯାହା କହିବ ସେୟା ହବ, ନା ମା ଯାହା କହିବ ସେୟା ହବ? ମା କୁ କହିବାକୁ ପଡେନି, ପୁଅ ଯୋଉ କଥାଟା କହିଦେଲା ମାନେ ସେଇଟା ହବ। ତାମାନେ କଣ ମାଙ୍କର ସେଇଟା ଫେଭରେଟ ନ ହେଇପାରେ, କିନ୍ତୁ ସେଇଟା ହୁଏ। ତ ଏଇଟା କିପରି ହଉଛି? ଯେ ସେଇଭଳି ସମ୍ପର୍କ ଦେଖ, ଏଇ ଜଗତରେ ଯଦି ମା ପୁଅର ସମ୍ପର୍କ ଏତେ ପ୍ରେମମୟ ହେଇପାରେ, ତାହେଲେ ଭଗବାନଙ୍କ ସହିତ ଭକ୍ତଙ୍କ ସମ୍ପର୍କ କେତେ ଆହୁରି ଉନ୍ନତ ନ ହେଇଥାଏ, ଯୋଉଟା କି ଆଧ୍ୟାତ୍ମିକ ସ୍ତରରେ। ତ ସେତେବେଳେ ଯେତେବେଳେ ଗୋପୀମାନେ ତାଙ୍କ ଚରଣ ଧୂଳି ଏଭଳି ଦେଇଛନ୍ତି, ତ ସମସ୍ତେ ବାସ୍ତବରେ ଭାବିଛନ୍ତି ଯେ ବାସ୍ତବରେ ମାନେ କେତେ ମହାନ ଭକ୍ତ। ଆଉ ନାରଦ ମୁନି ସତରେ ଆସିକି କୃଷ୍ଣଙ୍କ ମୁଣ୍ଡରେ ଆସି ଲଗେଇଛନ୍ତି, ଯେତେବେଳେ ସେ କୃଷ୍ଣ ସଙ୍ଗେ ସଙ୍ଗେ ତାଙ୍କ ଆ, ଚେତନା ଫେରି ଆସିଛି, ଆଉ ଭଲସେ କୃଷ୍ଣ ତାପରେ ଆକ୍ଟିଭ ହେଇଯାଇଛନ୍ତି। ତ ଏଇ ଲୀଳା ମାଧ୍ୟମରେ କୃଷ୍ଣ ଏହା ଦର୍ଶଉଛନ୍ତି ଯେ ତାଙ୍କ ଭକ୍ତମାନେ ତାଙ୍କ ପାଇଁ କେତେ ଇମ୍ପୋର୍ଟାଣ୍ଟ। ସେଥିପାଇଁ ଏଇ ଭକ୍ତମାନଙ୍କୁ କୃପା କରିବା ପାଇଁ ଆଜି ସ୍ୱୟଂ କୃଷ୍ଣ ଭଗବାନ, ଯିଏକି ମନ୍ଦିରରେ ଅବସ୍ଥାନ କରିଥାନ୍ତି, ଭକ୍ତମାନେ ଆସି ତାଙ୍କୁ ଦେଖିଥାନ୍ତି। ଯିଏ ଭକ୍ତ ଆସି ଦେଖିବ ତାପରେ ଦର୍ଶନ ଦେବେ। କିନ୍ତୁ ଏପରି କେବେ ହେଇଛି କି ଭକ୍ତ ଦର୍ଶନ ଦେବାକୁ ରେଡି ନଥିଲେ ବି ଭଗବାନ ଆସି ଦର୍ଶନ ଦେବେ? ଏପରି ହେଇନି। ତ ସେଇ ଲୀଳାକୁ ମାନେ ଫ୍ରୁଟଫୁଲ ବା ଆଖି ଆଗକୁ ଆଣିବା ପାଇଁ ଭଗବାନ ସ୍ୱୟଂ ମନ୍ଦିରରୁ ବାହାରୁଛନ୍ତି। ତ ଏହା ଏକ ଅଦ୍ଭୁତ ଲୀଳା। ଜଗନ୍ନାଥ ସ୍ୱୟଂ ତାଙ୍କ ଭକ୍ତଙ୍କୁ ଦେଖିବା ପାଇଁ ସେ ବାହାରିଗଲେ ତାଙ୍କର ଶ୍ରୀମନ୍ଦିରରୁ। ଆଉ ବାହାରିକି ସେ ଯାଉଛନ୍ତି, ଏବଂ ଯେତେ ସେ ବାହାରକୁ ବାହାରୁଛନ୍ତି ତାଙ୍କ ସୌନ୍ଦର୍ଯ୍ୟ ଆହୁରି ବଢି ଯାଉଛି। ସେଇପରି ତାଙ୍କର ଏକ୍ସଟ୍ରେସି ଆହୁରି ବେଶୀ ବଢି ଯାଉଛି, ତାଙ୍କର ଆଖି ଆହୁରି ବଢି ଯାଉଛି, ତାଙ୍କର ଏପରି ଆହୁରି ରୂପରେ ଚେଞ୍ଜ ଆସିଯାଉଛି, ଆହୁରି ବେଶୀ ଭଗବାନଙ୍କର ଏକ୍ସଟ୍ରେସି ବଢି ଯାଉଛି। ସେଇ ସମୟରେ ସମସ୍ତ ଭକ୍ତମାନେ ଆସି ଏକତ୍ରିତ ହୁଅନ୍ତି ଆଉ ଭଗବାନଙ୍କୁ ଟାଣି ନେଇଯାଆନ୍ତି ବୃନ୍ଦାବନ। ଏହି ଲୀଳାକୁ ଆମେ ଠିକ ସେ ବୁଝିପାରିବା ଯଦି ଆମେ ଚୈତନ୍ୟ ମହାପ୍ରଭୁଙ୍କର ଅଣ୍ଡରଷ୍ଟାଣ୍ଡିଂକୁ, ଚୈତନ୍ୟ ମହାପ୍ରଭୁଙ୍କର ଯୋଉ ଦେଇଥିବା କଣ ଚୈତନ୍ୟ ମହାପ୍ରଭୁଙ୍କ ଲାଇଫକୁ ଯଦି ଆମେ ବୁଝିବା, ତାହେଲେ ଆମେ ବୁଝିପାରିବା ଯେ ବାସ୍ତବରେ ଜଗନ୍ନାଥ ରଥଯାତ୍ରା କିପରି ଗୁରୁତ୍ୱପୂର୍ଣ୍ଣ। ତ ଜଗନ୍ନାଥ କିଏ? ପ୍ରଥମେ ଜଗନ୍ନାଥ ହେଲେ କିଏ? ନା ଯିଏ ରାଧାରାଣୀଙ୍କ ବିରହରେ ଆଜି ରହିଛନ୍ତି, ମାନେ ବିରହ ବିଦୁର ବିଗ୍ରହ ହେଲେ ଜଗନ୍ନାଥ। କୃଷ୍ଣ ଯିଏକି ରାଧା ବିରହରେ ଅଛନ୍ତି, ଏବଂ ଏଇ ଯେ ରାଧା ବିରହରେ କୃଷ୍ଣ ଅଛନ୍ତି, ଦେଖ କୃଷ୍ଣ କୃଷ୍ଣ କହୁଛନ୍ତି ଦେଖ, ମୁଁ ତ ବହୁତ ଲୋକଙ୍କୁ ଭଲ ପାଉଛି, ମୁଁ ରାଧାରାଣୀକୁ ଭଲ ପାଉଛି, ମୁଁ ଗୋପୀ ମାନଙ୍କୁ ଭଲ ପାଉଛି, ଗୋପସଖା ମାନଙ୍କୁ ଭଲ ପାଉଛି, ଗାଈ ମାନଙ୍କୁ ଭଲ ପାଉଛି, କେତେ ଲୋକଙ୍କୁ ମୁଁ ଭଲ ପାଉଛି। ତ ମୋର ଭଲ ପାଇବାଟା ୱାନ୍ ପଏଣ୍ଟେଡ୍ ନୁହଁ। କିନ୍ତୁ ଗୋପୀ ମାନେ କହୁଛନ୍ତି, କିନ୍ତୁ ଗୋପୀ ମାନଙ୍କର ୱାନ୍ ପଏଣ୍ଟେଡ୍। ସମସ୍ତେ କୃଷ୍ଣଙ୍କୁ ହିଁ ଭଲ ପାଉଛନ୍ତି, ତାଙ୍କର ଆଉ କେହି ନାହିଁ, ଗୋଟିଏ ମାତ୍ର କୃଷ୍ଣ। ତ କୃଷ୍ଣ କହିଲେ ଏମାନେ କଣ ଏମିତି ସୁଖ ଆସ୍ୱାଦନ କରୁଛନ୍ତି ଯେ ମୁଁ ଏଇଟା ଦେଖିବାକୁ ଚାହୁଁଛି। ସେଇ ସୁଖ ମୁଁ ବି ଆନନ୍ଦ ପାଇବାକୁ ଚାହୁଁଛି, ସେଇ ସୁଖ। ସେଥିପାଇଁ କୃଷ୍ଣ ଧାରଣ କରୁଛନ୍ତି ଭକ୍ତ ରୂପ। ଆଉ ଭକ୍ତ ଶ୍ରେଷ୍ଠ କିଏ? ରାଧାରାଣୀ। ତ ରାଧାରାଣୀଙ୍କ ଭାବରେ କୃଷ୍ଣ ଆସୁଛନ୍ତି ଚୈତନ୍ୟ ମହାପ୍ରଭୁ ହେଇକି ଏହି ରୂପକୁ ବା ଏଇ ଭାବକୁ ଆସ୍ୱାଦନ କରିବେ, ଯେ କିପରି ଭକ୍ତର ଭାବ। ତ ସେଇ କୃଷ୍ଣ ଆସିଲେ ଏବେ ରାଧା ଭାବରେ। ତ ରାଧାରାଣୀଙ୍କ ଭାବ କଣ? କୃଷ୍ଣଙ୍କୁ ମିସ୍ କରୁଛନ୍ତି। ତ ଜଗନ୍ନାଥ ହେଲେ କୃଷ୍ଣ, ଏ, କୃଷ୍ଣ ଯିଏକି ରାଧା ବିରହରେ ଅଛନ୍ତି, ଆଉ ଚୈତନ୍ୟ ମହାପ୍ରଭୁ ହେଲେ କୃଷ୍ଣ ଯିଏକି କୃଷ୍ଣ ବିରହରେ ଅଛନ୍ତି। ତ ଜଣେ ଚାହୁଁଛନ୍ତି ରାଧାରାଣୀକୁ ଦେଖିବାକୁ, ଯେତେବେଳେ ଜଗନ୍ନାଥ ଚାହୁଁଛନ୍ତି ରାଧାରାଣୀକୁ ଦେଖିବେ, ହଁ, ଆଉ କୃଷ୍ଣ ଚାହୁଁଛନ୍ତି ଚୈତନ୍ୟ ମହାପ୍ରଭୁ ଚାହୁଁଛନ୍ତି କୃଷ୍ଣକୁ ଦେଖିବାକୁ। ତ ସେଥିପାଇଁ ଯେତେବେଳେ ସ୍ୱୟଂ ଚୈତନ୍ୟ ମହାପ୍ରଭୁ ଆସୁଛନ୍ତି ଶ୍ରୀମନ୍ଦିର ଭିତରକୁ, ତାଙ୍କୁ ଜଗନ୍ନାଥ କିପରି ଦେଖାଉଛନ୍ତି? ଶ୍ୟାମ ସୁନ୍ଦର କୃଷ୍ଣ। କଦାଚିତ୍ କାଳିନ୍ଦୀ ତଟ ବିପିନ ସଂଗୀତ କରାଉ ମୁଦା ଭୀରି ନାରୀ ବଦନ
कमलासनरूपम् रमा शम्भु सुरेन्द्रैरमरपति गणेशाच्युतपदो जगन्नाथ स्वामी नयनपथगामी भवतु मे। ତ ସେଇ କୃଷ୍ଣ ଆଜି ଆସି ଜଗନ୍ନାଥଙ୍କ ରୂପରେ ରହିଛନ୍ତି। ଏଇଟା ଚୈତନ୍ୟ ମହାପ୍ରଭୁ ତାଙ୍କୁ ଦର୍ଶନ କରୁଛନ୍ତି। ଆଉ ସିଏ ଯେତେବେଳେ ଜଗନ୍ନାଥ ଦେଖୁଛନ୍ତି ଚୈତନ୍ୟ ମହାପ୍ରଭୁଙ୍କୁ, ସିଏ ଦେଖୁଛନ୍ତି ସ୍ୱୟଂ ରାଧା ଭାବରେ ଠିଆ ହେଇଛନ୍ତି ରାଧାରାଣୀ। ରାଧା ଆଉ କୃଷ୍ଣଙ୍କ ମିଳିତ ବିଗ୍ରହ ହେଲେ କିଏ? ଚୈତନ୍ୟ ମହାପ୍ରଭୁ। ତ ଏଇ ଯୋଉ ଦୁଇ ଜଣଙ୍କର ମିଳନ, ଏଇଟା ହେଲା ବିରଳ। ଚୈତନ୍ୟ ମହାପ୍ରଭୁ ଏହି ରସକୁ ଆସ୍ୱାଦନ କରିବା ପାଇଁ ତାଙ୍କର 24 ବର୍ଷ ନବଦ୍ୱୀପରେ ଦେଲେ, ଆଉ 24 ବର୍ଷ ପୁରୀରେ ଅବସ୍ଥାନ କଲେ। ତ ମହାପ୍ରଭୁ ଏହି ରଥଯାତ୍ରା ସମୟରେ ମହାପ୍ରଭୁ ମାନେ ଯେତେବେଳେ ମହାପ୍ରଭୁଙ୍କ ରଥଯାତ୍ରା ଲୀଳା ଅଛି ଚୈତନ୍ୟ ଚରିତାମୃତରେ, ବହୁତ ସୁନ୍ଦର ବର୍ଣ୍ଣନା ହେଇଛି। ମହାପ୍ରଭୁ ଯେତେବେଳୁ ରଥ ଟଣା ଚାଲିବ ତ ସମସ୍ତେ ରେଡି ହେଇଗଲେଣି, କିନ୍ତୁ ରଥ ଆଗକୁ ଯାଉନି, କାରଣ ସେ ୱେଟ୍ କରିଛନ୍ତି ରାଧାରାଣୀ ଥାନ୍ତି। ଜଗନ୍ନାଥ ରାଧାରାଣୀକୁ ଦେଖିକି ଯିବେ ନା, ଆଉ ତାହେଲେ ରଥ ଟଣା ସଫଳ ହବ। ତ ସେଇଥିପାଇଁ ଯେତେବେଳେ ଚୈତନ୍ୟ ମହାପ୍ରଭୁ ତାଙ୍କର ମାଥା ଲଗେଇଛନ୍ତି ରଥରେ, ସେତେବେଳେ ହିଁ ରଥ ଆଗକୁ ବଢିଛି। ଆଉ ମହାପ୍ରଭୁ ଯେତେବେଳେ କୀର୍ତ୍ତନ କରନ୍ତି ଏଇ ରଥ ସମୟରେ, ତ ମହାପ୍ରଭୁ 7ଟା ଗ୍ରୁପ ଫର୍ମେସନ କରିଥିଲେ ପୁରୀରେ। 7ଟା ଗ୍ରୁପରେ କୀର୍ତ୍ତନ ହବ, ଆଉ ସେ 7ଟା ଗ୍ରୁପରେ ଗୋଟେ ଗୋଟେ ଲିଡର ଅଛି। ସବୁ ଗ୍ରୁପରେ ଗୋଟେ ଗୋଟେ ମୃଦଙ୍ଗୀ ଅଛନ୍ତି, 2ଟା କରତାଳିଆ। ତ ଏଇଭଳି ମହାପ୍ରଭୁ ପୁରା ସେଟ୍ କରିଦେଇଥିଲେ ମ୍ୟୁଜିକ ଟିମ୍, ଆଉ ସେ ମ୍ୟୁଜିକ ଟିମ୍ କୀର୍ତ୍ତନ କରୁଥିଲେ। ତ ଏଇ ଯୋଉ ମ୍ୟୁଜିକ ଟିମ୍ ବିଭିନ୍ନ ରହିଲେ, ସବୁ ମ୍ୟୁଜିକ ଟିମ୍ କୀର୍ତ୍ତନ କରୁଛନ୍ତି, କିନ୍ତୁ ଗୋଟେ ଜାଗାରେ ଚୈତନ୍ୟ ମହାପ୍ରଭୁ ରହିବା କଥା ନା। ମହାପ୍ରଭୁ ସବୁଆଡେ ଯାଇପାରିବେ କି? କିନ୍ତୁ ଏପରି ହେଲା ଯେ ମହାପ୍ରଭୁ ସବୁଆଡେ ଯାଇଛନ୍ତି। ଆଉ ଏଇଟା ସମସ୍ତେ କିନ୍ତୁ ଜାଣିପାରୁନାହାନ୍ତି, କିଛି ଲୋକ ହିଁ ଜାଣିପାରୁଛନ୍ତି। ତ ଏଇଟା ପ୍ରତାପରୁଦ୍ର ମହାରାଜ ଦେଖିପାରିଲେ ଯେ ମହାପ୍ରଭୁ ସବୁଆଡେ ଅଛନ୍ତି। ତ ସେତେବେଳେ ସେ ଜାଣିପାରିଲେ ଯେ ମହାପ୍ରଭୁଙ୍କର କୃପା ମୋ ଉପରେ ମଧ୍ୟ ହେଇଛି। ଆଉ ସେ ପ୍ରତାପରୁଦ୍ର ମହାରାଜ ବହୁତ ଦିନରୁ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଚାହୁଁଥିଲେ। ମହାପ୍ରଭୁ କହିଲେ, ମୁଁ ତ ବିଷୟ ମାନଙ୍କ ପାଖକୁ ଯିବିନି, ରାଜା ମାନଙ୍କ ପାଖକୁ ମୁଁ ଯାଇପାରିବିନି, ମୋର ଯଦି ବିଷୟ ଲୋଭ ଆସିଯିବ। ତ ମହାପ୍ରଭୁ ସନ୍ନ୍ୟାସୀର ଧର୍ମ ପାଳନ କରି ଯାଉନଥିଲେ, ତାଙ୍କୁ ଆସିବାକୁ ଦଉନଥିଲେ ପାଖକୁ। ଥରେ ମାତ୍ର ତାଙ୍କର ଉତ୍ତରୀ ପଠେଇଥିଲେ ତାଙ୍କ ପୁଅ ହାତରେ, ବୋଧେ ନା ପୁଅକୁ ଆଲିଙ୍ଗନ କରିଥିଲେ, ଆଉ ଉତ୍ତରୀଟା ପଠେଇଥିଲେ ନିଜର। ଏତିକି ମାତ୍ର ମହାପ୍ରଭୁ କରିଛନ୍ତି। ତ ପ୍ରତାପରୁଦ୍ର ଚାହିଁଛନ୍ତି ବାରମ୍ବାର, ତାଙ୍କ ଭକ୍ତଙ୍କୁ ଅନୁରୋଧ କରୁଛନ୍ତି ମତେ ବି କୃପା ମିଳୁ। ତ ରଥଯାତ୍ରା ଦିନ ଆଜି ତାଙ୍କୁ କୃପା ହେଲା, ହବ ବୋଲି ସେ ଜାଣିଗଲେ। ଆଉ ଯେତେବେଳେ ରଥ ସେ ସମୟ ତ ମଝିରେ ଇଏ ଥିଲା, ଶ୍ରଦ୍ଧାବାଲି ଥିଲା। ତ ଶ୍ରଦ୍ଧାବାଲି ବାଳଗଣ୍ଡି ସେପଟେ 3ଟା ରଥ ଏପଟେ ହୁଏ, ତାପରେ ସେ ବାଳଗଣ୍ଡି ପାର କରିକି ଜଗନ୍ନାଥକୁ ସେପଟେ ଆଉ ଗୋଟେ ରଥରେ ଚଢା ହୁଏ। ତ ସେଇ ବାଳଗଣ୍ଡି ପାଖରେ ଜଗନ୍ନାଥ ବଲ୍ଲଭ ଗାର୍ଡେନ ଅଛି, ସେ ଚୈତନ୍ୟ ମହାପ୍ରଭୁ ରେଷ୍ଟ ନଉଥିଲେ। ଆଉ ସେଇ ସମୟରେ ଯାଇକି ପହଞ୍ଚନ୍ତି ପ୍ରତାପରୁଦ୍ର ମହାରାଜ। ପ୍ରତାପରୁଦ୍ର ମହାରାଜ ମହାପ୍ରଭୁଙ୍କର ପାଦ ପ୍ରକ୍ଷାଳନ କରୁଛନ୍ତି, ଆଉ ମହାପ୍ରଭୁ କୁ କଣ ତାଙ୍କର ପ୍ରିୟ ଗୋପୀ ମାନଙ୍କ ବିଷୟରେ ଗୁଣଗାନ ଗାଇଛନ୍ତି, ଗୋପୀ ଗୀତ ଗାଇଛନ୍ତି। ସେ ଗୋପୀ ଗୀତରେ ଯେତେବେଳେ ଏଇ ଷ୍ଟାଞ୍ଜାଟା ଗାଇଲେ, 9th ଷ୍ଟାଞ୍ଜାଟା, 10:31-9 ଶ୍ରୀମଦ୍ ଭାଗବତ। तव कथामृतं तप्त जीवनं कविभिरीडितं कल्मषापहं श्रवणमङ्गलं श्रीमदाततं भूपि गृह्णन्ति जे भूरिदा जना भूपि गृह्णन्ति ଯେ ଭୂରିଦା ଜନ। ତ ଏଇ ଶ୍ଲୋକଟା ଯେତେବେଳେ ସେ ଆସି ପହଞ୍ଚିଛନ୍ତି ଗାଇବା ବେଳେ, ଏଇ ଶ୍ଲୋକରେ ଆକ୍ଚୁଆଲି ଗୋପୀ ମାନେ ଗ୍ଲୋରିଫାଇ କରୁଛନ୍ତି ଆପଣଙ୍କର ଭକ୍ତମାନେ ବିରଳ। ଯୋଉ ଭକ୍ତମାନେ ଆପଣଙ୍କ କଥା ଚର୍ଚ୍ଚା କରୁଛନ୍ତି ସାରା ଜଗତରେ, ତାଙ୍କ ଠାରୁ ଆଉ ମାନେ ଦୟାବାନ ଆଉ କେହି ଜଗତରେ ନା। ଗୋପୀ ମାନେ ଏଭଳି କରୁଛନ୍ତି, ଭୂରିଦା ଭୂରିଦା। ସେତେବେଳେ ଚୈତନ୍ୟ ମହାପ୍ରଭୁ ମଧ୍ୟ
ଭୁରିଦା 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 କହି ମହାପ୍ରଭୁ ଏକ୍ସଟାସିରେ ଆସିଗଲେ। ଆଉ ସେଇ ଭୁରିଦା କହିକି ସେ ଶ୍ରୀମଦ୍ ଭକ୍ତିଚରଣ ମହାରାଜ କହନ୍ତି ଯେ ଭୁରିଦା କହି ଚୈତନ୍ୟ ମହାପ୍ରଭୁ ଆକ୍ଚୁଆଲି ଇଣ୍ଡିକେଟ କରୁଥିଲେ ଯେ ଏଇପରି ଜଣେ ଭୁରିଦା ଶିଲ ପ୍ରଭୁପାଦ ଆସିବେ ଫ୍ୟୁଚର। ଆଉ ସେଇ ଶିଲ ପ୍ରଭୁପାଦ ଏଇପରି ଭାବରେ ସାରା ଜଗତରେ ଜଗନ୍ନାଥକୁ ସ୍ଥାପନ କରିବେ। ତାଙ୍କ ନାଁ ଯୋଉ ଜଗନ୍ନାଥ ତାକୁ କଣ କରିବେ ସକ୍ସେସ ବା କଣ କରିବେ ପୁଷ୍ଟ କରିବେ ଏଇ ଭାବରେ ସାରା ଜଗତରେ ଜଗନ୍ନାଥକୁ ସ୍ଥାପନ କରିକି। ନହେଲେ ଜଗନ୍ନାଥ କେବଳ ଓଡ଼ିଆ ନାଥ ହିଁ ଥିଲେ ବା ଇଣ୍ଡିଆ ନାଥ, କିନ୍ତୁ ପରେ ସେ ହେଲେ ଜଗନ୍ନାଥ ଇସ୍କନ ମାଧ୍ୟମରେ। ଆଜି ମତେ ବି ପ୍ରତାପୃତ ପ୍ରଭୁ କହୁଥିଲେ ଆମର ଇସ୍କନର ଭୁବନେଶ୍ୱରର ସବୁ ପୁରୁଣା ଭକ୍ତ ଗୁରୁଦେବଙ୍କର ସମୟର, ମାନେ ଗୁରୁଦେବ ଆସିଥିଲେ 1972 ତାପରେ ସେ ଆସିଛନ୍ତି ଗୁରୁଦେବଙ୍କ ବହୁତ ସହଯୋଗ କରିଛନ୍ତି ଏଠି। ତ ସେ କହୁଥିଲେ ଯେ ଯେତେବେଳେ ସେମାନେ 83, 84 ବା 87ରେ ରଥଯାତ୍ରାରେ ଯାଇଥାନ୍ତି, ତ ରଥଯାତ୍ରା ସ୍ନାନ ଯାତ୍ରା କହୁଥିଲେ ସେ, ତ ସ୍ନାନ ଯାତ୍ରାରେ ଯାଇଥାନ୍ତି ତ ଖୁବ କମ ଭିଡ, ମାନେ ସେଇ ଗୋଟେ ଦିଟା ଫ୍ୟାମିଲି ବାସ୍ ଥାନ୍ତି। ଏବେ କେତେ ଭିଡ ହଉଛି, ସମସ୍ତେ ଇସ୍କନର ପ୍ରାୟ। ତ ଜଗନ୍ନାଥକୁ ଫେମସ କିଏ କରିଛି ତାହେଲେ? ଇସ୍କନ ହିଁ କରିଛି। କିନ୍ତୁ ଦୁର୍ଭାଗ୍ୟବଶତଃ ଅନେକ ଲୋକ ଭାବନ୍ତି ଯେ ଜଗନ୍ନାଥଙ୍କର ଭକ୍ତମାନେ କିଛି ମାନେ କଟ୍ଟର ଭକ୍ତମାନେ ଭାବନ୍ତି ଯେ ମାନେ ଜଗନ୍ନାଥ ସଂସ୍କୃତିକୁ ପାଳନ କରୁନାହାନ୍ତି। ସେମାନେ ବାସ୍ତବରେ ମୂର୍ଖ, ଏଭଳି ତାଙ୍କର ଆଇଡିଆଟା ଭୁଲ ଯୋଉମାନେ ଏପରି ଭାବୁଛନ୍ତି। ବାସ୍ତବରେ ଗଜପତି ମହାରାଜ ଯିଏ ଏବେ ଅଛନ୍ତି ଦିବ୍ୟ ସିଂହ ଦେବ, ସିଏ ନିଜେ ଗୌରଗୋବିନ୍ଦ ମହାରାଜକୁ କେତେ ଭଲ ପାଆନ୍ତି। ସେ ନିଜେ ଆସିଥିଲେ ଗୌରଗୋବିନ୍ଦ ମହାରାଜଙ୍କର ଯେତେବେଳେ ଗୌରଗୋବିନ୍ଦ ମହାରାଜ ଯେତେବେଳେ ପାଳନ କରିଥିଲେ ରଥଯାତ୍ରା ସେ ସମୟରେ ଆସିଛନ୍ତି। ତାପରେ ଜନତା ମଇଦାନରେ ଯେତେବେଳେ ପ୍ରଭୁପାଦ ସେଣ୍ଟେନିଆଲ ପାଳନ ହେଇଥିଲା ସେ ସମୟରେ ମଧ୍ୟ ସେ ଆସିଛନ୍ତି। ଗଜପତି ଦେବ ଇସ୍କନକୁ ବହୁତ ଭଲ ପାଆନ୍ତି। ଆଉ ବାସ୍ତବରେ ସତ୍ୟ ଜଗନ୍ନାଥଙ୍କ ଏଇ ଫେମସ କରିଛି କେବଳ ଇସ୍କନ, ଏଟାକୁ କେହି ମନା କରିପାରିବେନି। ତ ଆଜି ସେଇ ଜଗନ୍ନାଥ ବାହାରି ଯାଉଛନ୍ତି ରୋଡରେ ତାଙ୍କର କୃପା ଦବା ପାଇଁ। ଆଉ ଏଇ ରଥଯାତ୍ରା ଦିନ କୁହାଯାଇଛି ଏପରି ଯେ ଯିଏ ରଥରେ ଭଗବାନଙ୍କୁ ଥରେ ଦର୍ଶନ ମଧ୍ୟ କରିଦବ ତ ତାର ପୁନର୍ଜନ୍ମ ଆଉ ନାହିଁ। ବାମନ ପୁରାଣରେ ଅଛି ରଥେଚ ବାମନମ ଦୃଷ୍ଟ୍ୱା ପୁନର୍ଜନ୍ମ ବିଦ୍ୟତେ। ବାସ୍ ଦେଖିଦେଲେ ହିଁ। ତାହେଲେ କେତେ ମାନେ ପାୱାରଫୁଲ ଦେଖ ରଥଯାତ୍ରା। ତ ଖାଲି ଦେଖିଦେଲେ ଯଦି ଏତିକି ମିଳିବ, ଯେ ସେବା କରିଛି ତାକୁ କଣ ନ ମିଳିବ? ସେତିକି ମିଳିବ କି ଆଉ ଅଧିକ ମିଳିବ? ତ ନିଶ୍ଚିତ ଭାବରେ ଆମେ କିଛି ନା କିଛି ସେବା କରିବା, ଆଉ ଭଗବାନଙ୍କ ଆଗରେ ଡ୍ୟାନ୍ସ କରିବା, ଗାଇବା, ଆଉ ତାଙ୍କ ରଥକୁ ଟାଣି ଟାଣି ବୃନ୍ଦାବନ ନେଇଯିବା। ତ ଏଇଭଳି ଭାବରେ ଆମର ଏଇ ମୁଡ୍ ରଥଯାତ୍ରାରେ ଆମେ ପ୍ରଚାର ମଧ୍ୟ କରିପାରିବା, ବୁକ୍ ଡିଷ୍ଟ୍ରିବ୍ୟୁସନ, ଅନ୍ୟାନ୍ୟ ପ୍ରସାଦ ଡିଷ୍ଟ୍ରିବ୍ୟୁସନ, ୱାଟର ଡିଷ୍ଟ୍ରିବ୍ୟୁସନ, ଅନ୍ୟାନ୍ୟ ସେବା ମଧ୍ୟ ଆମେ ପ୍ରଦାନ କରିପାରିବା। ତ ଯଥା ସମ୍ଭବ ସମସ୍ତେ ଚେଷ୍ଟା କରିବା କିଛି ନା କିଛି ସେବା ପ୍ରଦାନ କରିବାକୁ। ଆଉ ଏଇ ରଥଯାତ୍ରା ଦିନ ମଧ୍ୟ ଆମର ପ୍ରିୟ ସଚୀ ମାତା ଦେବୀ ଦାସୀ ମାତାଜୀଙ୍କର ମଧ୍ୟ ଆବିର୍ଭାବ, ଆଉ ତାଙ୍କ ତିରୋଭାବ ମଧ୍ୟ ସେମ୍ ଦିନ ହିଁ ହେଇଥିଲା। ତ ମୁଁ ଯେତେବେଳେ ଭୁବନେଶ୍ୱର ପଳେଇ ଆସିଲି ତ ମାତାଜୀ ଫାଷ୍ଟ ତ ମୁଁ ଆକ୍ଚୁଆଲି କୋଉ ମା ତ ରାଜି ହୁଅନ୍ତିନି ପିଲାମାନେ ତାଙ୍କର ବ୍ରହ୍ମଚାରୀ। ତ ସେ ବି ନ୍ୟାଚୁରାଲି ଫାଷ୍ଟ ତ କହୁଥିଲେ, ଯେତେବେଳେ ମୁଁ କହିଲି ଶଙ୍କର୍ଷଣ ପ୍ରଭୁ ତ ଇଚ୍ଛା କରୁନଥିଲେ, କିନ୍ତୁ ମାତାଜୀ କହୁଥିଲେ ଯେ ବଟ୍ ତୁମର ଯଦି ଇଚ୍ଛା ଅଛି ତୁମେ ଯାଅ। ତ ସେ କହିଥିଲେ। ଆଉ ଏଇପରି ସେ କହିଥିଲେ। ତ ମାତାଜୀ ମଧ୍ୟ ତାଙ୍କର ବହୁତ ଲୀଳା ରହିଛି, ସେଇଟା ଅନ୍ୟ ଦିନରେ କେତେବେଳେ ଚର୍ଚ୍ଚା କରିବି। ତ ଯୋଉମାନେ ମହାନ ବ୍ୟକ୍ତି ମାନେ ବା ମହାତ୍ମା ମାନେ, ସେମାନେ ଏଇପରି ଦିନରେ ପ୍ରକଟ ହୁଅନ୍ତି ଆଉ ଅପ୍ରକଟ ହୁଅନ୍ତି ଯେ ତାଙ୍କ ବିଷୟରେ କେବେ ତମେ କହି ହିଁ ପାରିବନି। ମାନେ ସେମ୍ ଦିନରେ ତମକୁ ଟାଇମ ହବ ନାହିଁ। ଯେମିତି ରାଧା ଗୋବିନ୍ଦ ଗୋସ୍ୱାମୀ ମହାରାଜ, ତାଙ୍କର ବି ଆବିର୍ଭାବ ବ୍ୟାସ ପୂଜା ଦିନ, ଏଇ ସରି ତାଙ୍କର ବ୍ୟାସ ପୂଜା ରଥଯାତ୍ରା ଦିନ। ଏଇପରି ଦିନରେ ଆବିର୍ଭାବ ହେଇଛନ୍ତି ଯେ କେହି ସେଇଦିନ ତାଙ୍କ ବିଷୟରେ ଗୁଣଗାନ ବେଶୀ ସମୟ କରି ହିଁ ପାରିବେନି। ଯେମିତି ଆ ୟାଙ୍କ ବିଷୟରେ ଗୋପାଳ ଭଟ୍ଟ ଗୋସ୍ୱାମୀଙ୍କ ବିଷୟରେ କେତେ ଲେଖା ହେଇଛି, ମନା କରିଦେଇଛନ୍ତି ତାଙ୍କ ଶିଷ୍ୟକୁ ଲେଖିବନି। ହଁ, ତ ଏଇପରି ଭାବରେ ଆ କିଛି ଏଭଳି ମହାନ ଭକ୍ତ ମାନେ ଥାଆନ୍ତି ଯୋଉମାନେ ତାଙ୍କ ବିଷୟରେ ଜଗତକୁ ଜଣେଇବାକୁ ଚାହାନ୍ତି। ସେମାନେ ସେଇପରି ମହାନ। ତାଙ୍କର ମାନେ ତାଙ୍କ ଠାରୁ ଆମେ ଯେତେ ଶିଖିବା ଭଲ, ଚେଷ୍ଟା କରିବା ଯେ ମହାନ ମହାନ ଭକ୍ତ ଯୋଉମାନେ ଅଛନ୍ତି ତାଙ୍କ ସମସ୍ତଙ୍କ ପଦାଙ୍କୁ ଅନୁସରଣ କରିବା। ଯଦିଓ ଜଗନ୍ନାଥ ଆମ ସମସ୍ତଙ୍କର
ମାନେ ଗାଇଡ ହେଇପାରିବେ, କିନ୍ତୁ ଆମେ ଏତେ ଯୋଗ୍ୟ ନୁହଁ ଯେ ଡାଇରେକ୍ଟ ଜଗନ୍ନାଥଙ୍କ ଗାଇଡାନ୍ସ ଗ୍ରହଣ କରିପାରିବା ବା ପାଇପାରିବା। କିନ୍ତୁ ଆମେ ଚେଷ୍ଟା କରିବା ଯେ ଆମେ ଆ, ଭକ୍ତଙ୍କ ମାଧ୍ୟମରେ ଜଗନ୍ନାଥଙ୍କ ପାଖକୁ ଯିବା। ତ ଏଇ ଭକ୍ତଙ୍କ ମାଧ୍ୟମରେ ଯିବା ପାଇଁ ଏ ବାଟଟା ଇସ୍କନ ଶିଖଉଛି। ଆମେ ସମସ୍ତେ ସେଇଥିପାଇଁ ଭାଗ୍ୟବାନ। ଭକ୍ତ ମାଧ୍ୟମରେ ଗଲେ କଣ କହିଲେ ଭୁଲ ହବନି। ଜଗନ୍ନାଥଙ୍କ ସେବାରେ ଭୁଲ ହେଇପାରେ, କିନ୍ତୁ ଭକ୍ତଙ୍କ ମାଧ୍ୟମରେ ଗଲେ ଭୁଲ ହବନି। ତମକୁ କୁହାଯାଇଛି 3ଟା ଧୂପକାଠି ଲଗା, ଏଇପରି ଏପରି ଘୁରେଇବ, ଏପରି ମନଟା କୃଷ୍ଣ ପାଇଁ ଲଗେଇଥିବ। ତମେ ସେୟା କରିବ, ଅପରାଧ କାହିଁ ହବ? କିନ୍ତୁ ଯଦି ତମେ ନିୟମ ଅନୁସାରେ ନ କରିପାରିଲ, ଅପରାଧ ହେଇଯିବ ସେପଟେ। ଏପଟେ ତମେ ଯଦି ଭଗବାନଙ୍କର ସେବା କରୁଛ ଗୁରୁଙ୍କ ନିର୍ଦ୍ଦେଶରେ, ତାହେଲେ ସେଥିରେ ଭୁଲ ହବ। ତ ଗୁରୁଙ୍କ ନିର୍ଦ୍ଦେଶରେ ସେବା କରିବାର ଏଇଟା ଫାଇଦା। କାରଣ ଗୁରୁଙ୍କ ନିର୍ଦ୍ଦେଶରେ ଯେତେବେଳେ ଆମେ ସେବା କରୁଛେ, ଏଇଟା ଆଉ ଭଗବାନଙ୍କ ସେବା ନୁହେଁ, ଏଇଟା ଗୁରୁ ସେବା। ତ ଆମେ ଯୋଉ ଭଗବାନଙ୍କ ଡ୍ୟୁଟି ବର୍ସିପ କରୁଛେ, ସେଟା ନନ୍ ଡିଫରେଣ୍ଟ ଫ୍ରମ୍ ଗୁରୁ ସେବା। କାରଣ କାହା ନିର୍ଦ୍ଦେଶରେ କରୁଛେ? ପ୍ରଭୁପାଦଙ୍କ ନିର୍ଦ୍ଦେଶରେ। ତାହେଲେ ଏଇଟା ପ୍ରଭୁପାଦଙ୍କ ସେବା ହିଁ ହେଲା। ଯଦି ପ୍ରଭୁପାଦକୁ କେବଳ ଜଣେ ଗାଧେଇବ, ଡ୍ରେସ୍ କରିବ, ସେଇଟା ପ୍ରଭୁପାଦ ସେବା ନୁହେଁ। ପ୍ରଭୁପାଦଙ୍କର ନିର୍ଦ୍ଦେଶ ଯେ ପାଳନ କରୁଛି, ସେଇଟା ବି ପ୍ରଭୁପାଦଙ୍କ ସେବା। ତ ପ୍ରଭୁପାଦ କହିଛନ୍ତି ଆଜି କୃଷ୍ଣ ବଳରାମ ମନ୍ଦିରର ଦେଖଭାଲ କର ତମେ, ତ ସେଇଟା ବି ପ୍ରଭୁପାଦଙ୍କ ସେବା। କୃଷ୍ଣ ବଳରାମଙ୍କୁ ଡ୍ରେସ୍ କରାଅ, ସେଇଟା ବି ପ୍ରଭୁପାଦଙ୍କ ସେବା। କୃଷ୍ଣ ବଳରାମଙ୍କୁ ଆରତି କର, ସେଇଟା ବି ପ୍ରଭୁପାଦଙ୍କ ସେବା। କୃଷ୍ଣ ବଳରାମ ପାଇଁ କୁକିଂ କର, ସେଇଟା ବି ପ୍ରଭୁପାଦଙ୍କ ସେବା। କୃଷ୍ଣ ବଳରାମଙ୍କ ଭକ୍ତମାନଙ୍କୁ ଖୁଆଅ, ସେଇଟା ବି ପ୍ରଭୁପାଦଙ୍କ ସେବା। ଏଭ୍ରିଥିଙ୍ଗ ଇଜ ଥ୍ରୁ ଏ ଡିଭୋଟି, ପ୍ରଭୁପାଦ। ତ ସେଥିପାଇଁ ଆମର ଚାନ୍ସେସ୍ ଅଫ୍ ଅଫେଣ୍ଡିଂ ଇଜ ଲେସ୍ ଯଦି ଆମେ ପ୍ରଭୁପାଦଙ୍କ ପଦାଙ୍କ ଅନୁସରଣ କରିବା, ଭକ୍ତଙ୍କ ପଦାଙ୍କ ଅନୁସରଣ କରି ଭକ୍ତି କରିବା। ବହୁତ ସହଜରେ ଆମେ ଏଇ ଜଗନ୍ନାଥଙ୍କ କଜଲେସ୍ ମର୍ସିଟାକୁ ଆମେ ହାସଲ କରିପାରିବା ଭକ୍ତଙ୍କ ମାଧ୍ୟମରେ। ତ ସମସ୍ତଙ୍କୁ ଶୁଭେଚ୍ଛା ରଥଯାତ୍ରା ପାଇଁ। ଆଉ ରଥଯାତ୍ରା ମଙ୍ଗଳମୟ ହଉ, ଜଗନ୍ନାଥ ବଳ ସୁଭଦ୍ରାମାନଙ୍କ ବିଶେଷ କୃପା ମିଳୁ। ଆହୁରି ଅନେକ ଲୀଳା ରହିଛି। ଏସ୍ପେଶିଆଲି ପ୍ରଭୁପାଦ ଚାହିଁଥିଲେ ଯେ ତାଙ୍କର ବିଶେଷ ଭକ୍ତ ଜୟାନନ୍ଦ ପ୍ରଭୁ, ଯିଏକି ପ୍ରଥମ ରଥଯାତ୍ରା ଇସ୍କନ କରିଛନ୍ତି, ତାଙ୍କର ମଧ୍ୟ ଗୁଣଗାନ ହଉ। ଆଉ ତାକୁ ଆଉ ରାଜାପୁରରେ ଜଗନ୍ନାଥ ମଧ୍ୟ ଅନେକ ଲୀଳା ଅଛି। ତ ଏଭଳି ତାକୁ ଅନ୍ୟ ସମୟରେ ଆମେ ସେ ବିଷୟରେ ଡିସ୍କସନ କରିବା। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ହରେ କୃଷ୍ଣ। ତ କାଲି ସମସ୍ତେ ଯଥା ଶୀଘ୍ର ପଳେଇ ଆସନ୍ତୁ ଏ ମନ୍ଦିରରେ, ଆଉ ଆପଣଙ୍କର ସେବା ପ୍ରଦାନ। ହରେ କୃଷ୍ଣ ହରେ କୃଷ୍ଣ। ଜୟ ଜଗନ୍ନାଥ। हरे ହରେ କୃଷ୍ଣ। हरे कृष्ण प्रभु दंडवत।